ଏବେ ପୋଷଣ ଟ୍ରାକରରେ ଗୋଟେ ନୂଆ ପ୍ରୋବ୍ଲେମ୍ ସୃଷ୍ଟି ହେଇଛି ୱାର୍କର ମାନଙ୍କର। ଯେବେଠୁ 21.7 ନୂଆ ଅପଡ଼େଟ୍ ଆସିଛି, ଏ ଅପଡ଼େଟ୍ରେ କ'ଣ ହେଉଛି ନା ବେନିଫିସିଆରୀ ଲିଷ୍ଟ ଗଲା ପରେ ପ୍ରେଗନେଣ୍ଟ ଲାକ୍ଟିଂ ମଦର କି ଚିଲଡ୍ରେନ୍ ହଉ କ୍ଲିକ୍ କରିକି ନୂଆ ରେଜିଷ୍ଟର ଯେଉଁ ନ୍ୟୁ ରେଜିଷ୍ଟର ଉପରେ କ୍ଲିକ୍ କଲା ପରେ କିଛି ଶୋ କରୁନାହିଁ ଏବଂ ଏହିପରି ବ୍ଲାଙ୍କ ଆସୁଛି। ପ୍ରେଗନେଣ୍ଟ ଥର ଏକ୍ଜାମ୍ପଲ୍ ପ୍ରେଗନେଣ୍ଟ ଓମେନ୍ ନେଇଥିଲି ମୁଁ ଏଠି, କିଛି ଆସୁନାହିଁ। ଯେନ ବେନିଫିସିଆରୀ ନେମ୍ କିଛି ଯେନକା ପୂର୍ବପରି ଆସୁଥିଲା କିଛି ଆସୁନାହିଁ। ଏଠି କେବଳ ସବମିଟ୍ ଉପରେ ଆସୁଛି ଏବଂ ସବମିଟ୍ ମଧ୍ୟ ବ୍ଲାକ୍ ଚିହ୍ନରେ ଆସୁଛି ଏବଂ କିଛି ବି ଶୋ କରୁନାହିଁ। ଏବଂ ଏହାପରେ କ'ଣ ହେଉଛି ନା ପ୍ରାୟ ହ୍ୱାଇଟ୍ କଲର୍ ହେଇଯାଉଛି। ହ୍ୱାଇଟ୍ କଲର୍ ହେଇକି କ'ଣ ହେଉଛି ନା ପୋଷଣ ଟ୍ରାକଟି ବନ୍ଦ ହେଇଯାଉଛି। ଏହିପରି ଦୁନିଆ ପ୍ରୋବ୍ଲେମ୍ ଆସୁଛି। ୱାର୍କର ମାନେ ବାରମ୍ବାର ପ୍ରୋବ୍ଲେମ୍ ଫେସ୍ କଲା ପରେ ସୁପରଭାଇଜର ମାନଙ୍କୁ ପଚାରୁଛନ୍ତି। ତେଣୁ ଆସନ୍ତୁ ଏ ଭିଡ଼ିଓରେ କିପରି ତାଙ୍କର ସମସ୍ୟାର ସମାଧାନ କରିବା ଏ ଭିଡ଼ିଓଟିରେ ଦେଖିବା। ପ୍ରଥମ କ'ଣ କରିବେ ନା ଆପଣଙ୍କର ମୋବାଇଲରେ ଥିବା ପୋଷଣ ଟ୍ରାକରଟିକୁ ଅନଇନଷ୍ଟଲ୍ କରିବେ ନାହିଁ। କେବଳ ତାଙ୍କୁ କ'ଣ କରିବେ ନା ତାକୁ ତାର ସେଇ ଆପ୍ଟି ଉପରେ ପ୍ରେସ୍ କରିବେ। ଦେଖନ୍ତୁ ମୁଁ ଏଠି ପ୍ରେସ୍ କଲି। ପ୍ରେସ୍ କଲା ପରେ ଦେଖନ୍ତୁ ବାମ ସାଇଡ଼୍ରେ ଗୋଟେ ଡିଲିଟ୍ ଚିହ୍ନ ଅଛି ଏବଂ ଡାହାଣ ସାଇଡ଼୍ରେ ଦେଖନ୍ତୁ ଗୋଟେ ବିନ୍ଦୁ ରଙ୍ଗ ଚିହ୍ନ ଅଛି ଏବଂ ତାରି ଉପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ମୁଁ କ୍ଲିକ୍ କଲି। କ୍ଲିକ୍ କଲା ପରେ ଦେଖନ୍ତୁ ଶୋ କଲା ପୋଷଣ ଟ୍ରାକର ଓପନ୍ ଅନଇନଷ୍ଟଲ୍ ଫର୍ଷ୍ଟ ଅଫ୍, ତାପରେ ନୋଟିଫିକେସନ୍ ବି ଆସିଲା। ତାପରେ ଦେଖନ୍ତୁ ଆସିଲା ପରମିଶନ୍ ଷ୍ଟୋରେଜ୍ ଏଣ୍ଡ କେଜ୍ ଆସିଲା। ଏମିତି ଆସିଲା ସବୁ। ଏଠି ଆମର କାମ କ'ଣ ନା ଷ୍ଟୋରେଜ୍ ଏବଂ ଏଣ୍ଡ କେଜ୍ ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଦେଖନ୍ତୁ କ୍ଲିୟର କେଜ୍ କ୍ଲିୟର ଷ୍ଟୋରେଜ୍ ଆସିଲା। ଢେର ୱାର୍କର ମାନଙ୍କର ଯେ ଡାଉଟ୍ ଥିଲା ସାର୍ କେଉଁଠି କ୍ଲିୟର କେଜ୍ ଆସୁଛି, ଆପଣ ବାରମ୍ବାର ଆମକୁ କହୁଛନ୍ତି ଯେ କ୍ଲିୟର କେଜ୍ କରିଦିଅନ୍ତୁ, କ୍ଲିୟର କେଜ୍ କରିଦିଅନ୍ତୁ, ଆମର ଠିକ୍ ହେଇଯାଉଛି, ପୋଷଣ ଟ୍ରାକର ଠିକ୍ ହେଇଯାଉଛି, କିନ୍ତୁ ଆମେ ପାଉନଥିଲୁ। ଦେଖନ୍ତୁ କ୍ଲିୟର କେଜ୍ କେଉଁଠି ବାହାରେ ମୁଁ ଆଜି ଦେଖାଇଦେଲି ସଠିକ୍ରେ। ଏହିପରି ଭାବରେ କ'ଣ କରିବେ ନା କ୍ଲିୟର କେଜ୍ ଆଉ କ୍ଲିୟର ଷ୍ଟୋରେଜ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଡିଲିଟ୍ ଅପସନ୍ ଆସିଲା, ଡିଲିଟ୍ କରିଦେଲୁ ଆମେ। ଡିଲିଟ୍ କରିଦେଲା ସାରିଲା ପରେ କ'ଣ କରିବେ ନା ବ୍ୟାକ୍ ଉପରେ କ୍ଲିକ୍ କରିବେ। ମୁଁ ବ୍ୟାକ୍ ଉପରେ କ୍ଲିକ୍ କଲି। କ୍ଲିକ୍ କଲା ପରେ ପୁନଶ୍ଚ କ'ଣ କରିବେ ନା ସେଇ ପୋଷଣ ଟ୍ରାକର ଆପ୍ଟିକୁ ଓପନ୍ କରିବେ। ମୁଁ ଏଠି ଓପନ୍ କଲି। ଓପନ୍ କଲା ପରେ ଅଙ୍ଗନୱାଡ଼ି ୱାର୍କର ଉପରେ କ୍ଲିକ୍ କଲି। କ୍ଲିକ୍ କଲା ପରେ ଯେପରି ପ୍ଲେ ଷ୍ଟୋରର ଅନଇନଷ୍ଟଲ୍ କରିକି ଇନଷ୍ଟଲ୍ କଲା ପରେ ଯେନ କରୁଥିଲେ ସେଇ ପ୍ରୋସେସ୍ରେ ଆସିବ। ଡନ୍ ମାଇଲି, କନଫର୍ମ କଲି। ତାପରେ ଏଠି କ'ଣ କଲି ନା ଗୋଟେ ୱାର୍କରଙ୍କର ଯେ ୱାର୍କରଙ୍କର ଆଶୋ କରୁନଥିଲା ସେଇ ୱାର୍କରଙ୍କର ମୋବାଇଲ୍ ନମ୍ବର ସହ ଏମ୍ପିନ୍ ଦେଲି। ଲଗ୍ଇନ୍ କଲି। ଲଗ୍ଇନ୍ କଲା ପରେ ଦେଖନ୍ତୁ ପୋଷଣ ଟ୍ରାକରଟି ଓପନ୍ ହେଲା ଏବଂ କ'ଣ କରିବି ନା ବେନିଫିସିଆରୀ ଉପରେ କ୍ଲିକ୍ କରିବି ଏବଂ ଯେକୌଣସି ଗୋଟିଏ ଲେବି ପ୍ରେଗନେଣ୍ଟ ନେଲେ ବି ଓପନ୍ କଲେ ବି ଖୋଲିବ, ଲାକ୍ଟିଂ ଖୋଲିଲେ ଖୋଲିବ, ଚିଲଡ୍ରେନ୍ ବି ଖୋଲିଲେ ଖୋଲିବ। ପ୍ରାୟ କାହାରି ଖୋଲୁନଥିଲା, ପ୍ରାୟ କିଛି ଜଣଙ୍କର ଖୋଲି ଯାଉଥିଲା, କିଛି ଜଣଙ୍କର ପ୍ରୋବ୍ଲେମ୍ ହେଉଥିଲା ଯେ ଆମେ ପକାଇ ପାରୁନୁ, ପ୍ରି ସ୍କୁଲ୍ କିଛି ପକାଇ ପାରୁନୁ କି ନୂଆ ରେଜିଷ୍ଟର ଆମେ କରିପାରୁନୁ, ପ୍ରୋବ୍ଲେମ୍ ଥିଲା। ତାହା ସଲ୍ଭ ହେଇଯିବ। ଦେଖନ୍ତୁ ନେଲି ଲାକ୍ଟିଂ ମଧ୍ୟ ନେଲି। ଦେଖନ୍ତୁ ଏଇ ୱାର୍କରଟିରେ 3ଟି ଲାକ୍ଟିଂ ମଦର ଅଛି ଶୋ କରୁଛି ଏବଂ ନୂଆ ଗୋଟେ ଲାକ୍ଟିଂ ମଦର ଶୋ କରୁନଥିଲା। ନ୍ୟୁ ରେଜିଷ୍ଟର କଲା ପରେ ପ୍ରୋବ୍ଲେମ୍ ଯେଉଁ ହେଉଥିଲା ସେଇ ଫେସ୍ଟି ସେ ନୂଆ ପ୍ରୋବ୍ଲେମ୍ଟି ଦେଖନ୍ତୁ ଗଲି। ଦେଖନ୍ତୁ ପୂର୍ବରୁ କିଛି ଶୋ କରୁନଥିଲା, ହ୍ୱାଇଟ୍ କଲର୍ ହେଇକି
କଟି ଯାଉଥିଲା। ଏବେ ଦେଖନ୍ତୁ କ୍ଲିୟର କେଚ୍ କଲା ପରେ ଦେଖନ୍ତୁ ଯେପରି ପୂର୍ବରୁ ଶୋ କରୁଥିଲା ସେହିପରି ଦେଖନ୍ତୁ ଶୋ କରୁଛି। ସବୁ ନେମ୍ ଆକ୍ଟିଭ ମଦରଙ୍କ ନାଁ, ହଜବେଣ୍ଡ ନେମ୍, ଆଧାର ନେମ୍ ଯେ ପୂର୍ବରୁ ପକାଉଥିଲେ ସେ ଡିଟେଲ୍ସ ଦେଖ ସବୁ ଶୋ କରୁଛି। ଏବଂ ସବୁ ଡିଟେଲ୍ସ ଭରି ସାରିଲା ପରେ ଆପଣ ସବମିଟ୍ କରିବେ। ସବମିଟ୍ ବି ହେଇଯିବ, ସକ୍ସେସ୍ ବି ହେଇଯିବ। ଥ୍ୟାଙ୍କ ୟୁ। ଏହିପରି ନୂଆ ଅପଡ଼େଟ୍ ଭିଡ଼ିଓ ଦେଖିବା ପାଇଁ ଆମ ଭିଡ଼ିଓକୁ ସବସ୍କ୍ରାଇବ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଅଧିକରୁ ଅଧିକ ସେୟାର କରନ୍ତୁ। ଥ୍ୟାଙ୍କ ୟୁ, ଧନ୍ୟବାଦ।